ସଂସ୍କୃତିର ରଙ୍ଗଶାଳ, ସୌନ୍ଦର୍ଯ୍ୟର ଗନ୍ତାଘର, ମାଧୁରୀମାର ଆଗାର ତଥା ଷୋଳ ଋତୁର ସାଂବତ୍ସରିକ ପର୍ଯ୍ୟାୟଭିତ୍ତିକ ରସୋତ୍ସବର ପୀଠସ୍ଥଳୀ। ଆଜିର ଏ ଶୀତଳ ସ୍ନିଗ୍ଧ ମଧୁବନ ପରିବେଶ ମଧ୍ୟରେ ଅବସ୍ଥିତ ତଥା ଏଠାରେ ଉପସ୍ଥିତ ବରେଣ୍ୟ ବିଚାରକ ମଣ୍ଡଳୀଙ୍କୁ ମୋର ପ୍ରଣାମ ଏବଂ ଆକର୍ଷଣୀୟ ପ୍ରତିଭାର ଅଧିକାରୀ ପ୍ରିୟ ବନ୍ଧୁଗଣ, ଆଜିର ମୋର ଆଭିମୁଖ୍ୟ ହେଉଛି ଜାତୀୟ ସେବା ସଂସ୍ଥାରେ ସ୍ୱେଚ୍ଛାସେବୀମାନଙ୍କର ସାମାଜିକ ଦାୟିତ୍ୱ। ବର୍ଷାଣ ଭାରତ ଶ୍ରେଷ୍ଠ ଦେଶାନା ଉତ୍କଳେଶ୍ୱତ ଉତ୍କଳସ୍ୟ ସମଦେଶ ଦେଶଃ ନାସ୍ତି ମହିତଳେ। କପିଳ ସାହିତ୍ୟ। କପିଳ ସାହିତ୍ୟରେ ଏହି ଦୁଇଟି ପଦକୁ ଅବଲୋକନ କଲେ ଜଣାଯାଏ କାହିଁ କେତେ କାଳରୁ, କାହିଁ ଆଦିମ କାଳରୁ ଉତ୍କଳକୁ ଶ୍ରେଷ୍ଠ ବୋଲି କୁହାଯାଇଛି। ହଁ, ଉତ୍କଳ ଶ୍ରେଷ୍ଠ। ଉତ୍କଳ ଶ୍ରେଷ୍ଠତାର ଅନେକ କାରଣ ହୋଇପାରେ ଏବଂ ସେଥିମଧ୍ୟରୁ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ଜାଣିବା ସ୍ୱଚ୍ଛତା କ'ଣ, ସେବା କ'ଣ। What is purity and service? ଯଦି ଆମେ ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ମନେ ପକାଇବା ତେବେ ଆମେ ନିଶ୍ଚିତ ଭାବରେ ବୁଝିପାରିବା ଯେ ସ୍ୱଚ୍ଛ କ'ଣ, ସ୍ୱଚ୍ଛତା କ'ଣ। ଆମ ଜୀବ ଜୀବନକୁ ବଞ୍ଚାଇ ରଖିବା ପାଇଁ, ତାକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ସ୍ୱଚ୍ଛତା ନିତ୍ୟାନ୍ତ ଆବଶ୍ୟକ। ଏହାର ଅନ୍ୟ ଏକ ମାଧ୍ୟମ ହେଉଛି NSS, ନ୍ୟାସନାଲ ସର୍ଭିସ ସ୍କିମ୍, ଯାହାକୁ ଆମେ ରାଷ୍ଟ୍ରୀୟ ସେବା ଯୋଜନା ବୋଲି କହିଥାଉ। ଏହା ପ୍ରଥମେ ମହାତ୍ମା ଗାନ୍ଧୀଙ୍କର ଜନ୍ମ ଶତବାର୍ଷିକୀ ଉତ୍ସବ 1969 ମସିହା ଡିସେମ୍ବର 24 ତାରିଖ ଦିନ ପ୍ରଚଳନ ହୋଇଥିଲା। ଏହା 37ଟି ଇନଷ୍ଟିଚ୍ୟୁଟ ଏବଂ 40,000 ଷ୍ଟୁଡେଣ୍ଟଙ୍କୁ ନେଇ ଷ୍ଟାର୍ଟ ହେଇଥିଲା, କିନ୍ତୁ ବର୍ତ୍ତମାନ ତାହା 38 ଲକ୍ଷ ଭଲ୍ୟୁଣ୍ଟର ଏବଂ 16,668ଟି ଇନଷ୍ଟିଚ୍ୟୁଟକୁ ନେଇ ପ୍ରଚଳିତ ହେଉଛି। ମହାତ୍ମା ଗାନ୍ଧୀଙ୍କ ମତରେ ଯଦି ଜୀବନକୁ ଆବିଷ୍କାର କରିବାର ଅଛି ନା, ତାହେଲେ ତାର ପ୍ରକୃଷ୍ଟ ମାଧ୍ୟମ ସେବା ହେବା ନିତ୍ୟାନ୍ତ ଆବଶ୍ୟକ। ସେମିତି ଗୋପବନ୍ଧୁ ଦାସ ମଧ୍ୟ କହିଥିଲେ